ଖରା ଦିନେ ପଖାଳ ସହିତ ଦଳାଦଳି କାହାକୁ ବା ଭଲ ନ ଲାଗେ। ଚାଲନ୍ତୁ ଆଜି ଗୋଟେ ବାଇଗଣ ଟମାଟୋର ଭର୍ତ୍ତା ବନେଇବା। ସେଇଥିପାଇଁ ମୁଁ ଏଠି ଦୁଇଟା ବାଇଗଣ ନେଇଛି। ବାଇଗଣକୁ ଏମିତି ଛୁରୀ ସାହାଯ୍ୟରେ ଟିକେ ଟିକେ କାଟି ନେଉଛି। ମୁଁ ଯେମିତି କାଟୁଛି ଦେଖିବେ ସେମିତି କାଟିବେ। ଟମାଟୋକୁ ବି ଏମିତି ଟିକେ ଟିକେ କାଟି ନେବେ। ଏବେ ହାତରେ ଟିକେ ତେଲ ଲଗେଇ ଆମେ ଏଇ ବାଇଗଣର ଚାରିପଟେ ଲଗେଇଦେବା ଆଉ ଟମାଟୋରେ ବି ଲଗେଇଦେବା। ଏବେ ୟାକୁ ଗୋଟେ ଗ୍ୟାସ୍ ଉପରେ ରଖି ଆମେ ୟାକୁ ପୋଡ଼ି ନେବା। ଏବେ ଗ୍ୟାସ୍ ଉପରେ ଆମେ ଭଲ ଭାବରେ ବାଇଗଣ ଟମାଟୋଟାକୁ ପୋଡ଼ିଦେବା। ଏବେ ଗୋଟେ ବଡ଼ ପିଆଜ ମୁଁ ଏଠି ନେଇଛି। ପିଆଜକୁ ଚୁନ ଚୁନ କରି କାଟି ନେବା। ଏଇ ଦଳାଦଳିରେ ଟିକେ ପିଆଜ ପକାଇଲେ ଭଲ ଲାଗେ। ଆପଣମାନଙ୍କୁ ଯଦି ରସୁଣ ବି ଭଲ ଲାଗୁଥିବ ରସୁଣ ପକାଇବେ। ମୁଁ ଏଠି ଖାଲି ପିଆଜଟା ପକାଉଛି। ପିଆଜକୁ ଛୋଟ ଛୋଟ କରି କାଟି ନେବା। ଏଠି ଆମର ବାଇଗଣ ଟମାଟୋ ବି ପୋଡ଼ି ହେଇଯାଇଛି। ଏବେ ଆମେ ଏସବୁ ଚୋପା ଛଡ଼େଇ ନେବା। ଏଟାକୁ ଧୋଇବାନି, ଧୋଇଦେଲେ ଆର ଟେଷ୍ଟଟା ପଳେଇଯାଏ। ଚୋପାଟାକୁ ଆମେ ଭଲ ଭାବରେ ଛଡ଼େଇ ନେବା। ବାଇଗଣଟା ଚୋପା ଛଡ଼େଇ ସାରି ତା ଭିତରେ ବି ଟିକେ ଚେକ୍ କରିଦେବା, କାହିଁକିନା ବାଇଗଣର ଭିତରେ ପୋକ ଫୋକ ରହିଯାଇଥାଏ। ଏବେ ଆମେ ସେଥିରେ ଦେଇଦେବା ଲୁଣ, କଞ୍ଚା ଲଙ୍କା ଲୁଣକୁ ଭଲ ଭାବରେ ଚକଟି ନେବା। ଏବେ ଆମେ କାଟି ରଖିଥିବା ପିଆଜ ଦେଇଦେବା। ପିଆଜକୁ ବି ଭଲ ଭାବରେ ଚକଡ଼ି ନେବା। ପିଆଜଟାକୁ ଯେତେ ଭଲ ଭାବରେ ଚକଡ଼ିବା ଭର୍ତ୍ତାଟା ସେତେ ଭଲ ଟେଷ୍ଟ ଲାଗିବ। ରାଗ ଏଠି ନିଜ ପସନ୍ଦ ଅନୁସାରେ ଦେଇପାରିବେ। ଯେତିକି ଆପଣମାନଙ୍କୁ ଲଙ୍କା ଦରକାର ସେତିକି ଲଙ୍କା ଚକଡ଼ିବେ। ଏବେ ଏଥିରେ କିଛି ସୋରିଷ ତେଲ ଦେଇଦେବା। ସୋରିଷ ତେଲ ଦେଲେ ଭର୍ତ୍ତାର ଟେଷ୍ଟଟା ବେଶୀ ଭଲ ଲାଗିଥାଏ। ଏବେ ସବୁକୁ ଭଲ ଭାବରେ ମିଶାଇ ଚକଟି ନେବା। ମୋର এই ରେସିପିଟି ଆପଣମାନଙ୍କୁ ଯଦି ଭଲ ଲାଗୁଥିବ ମୋ ଚ୍ୟାନେଲକୁ ଲାଇକ୍ ସେୟାର ସବସ୍କ୍ରାଇବ୍ କରିବେ। ନୂଆ ନୂଆ ଭିଡ଼ିଓ ଦେଖିବା ପାଇଁ ପାଖରେ ଥିବା ବେଲ୍ ଆଇକନ୍ ପ୍ରେସ୍ କରିବେ। ଏଇଠି ଦେଖିପାରୁଥିବେ ଆମର ବାଇଗଣ ଭର୍ତ୍ତାଟି ରେଡ଼ି ହେଇଯାଇଛି। ୟାକୁ ପଖାଳ ସହିତ ଖାଇଲେ ବହୁତ ଭଲ ଲାଗେ। ଏଥର ଖରା ଦିନେ ଏମିତି ଭର୍ତ୍ତା ବନେଇ ବା ଦଳାଦଳି ବନେଇ ପଖାଳ ସହିତ ଖାଆନ୍ତୁ। କେମିତି ଲାଗିଲା ମୋ ସହିତ ସେୟାର କରିବ। ରହୁଛି, ପୁଣି ଦେଖା ହେବ ଗୋଟେ ନୂଆ ରେସିପି ସହିତ।